ପରିଚାଳନା ପୁରା ବନ୍ୟା ଆସିବା 4 ଦିନ ଆଗରୁ ସମସ୍ତେ ଦୌଡ଼ା ଦୌଡ଼ି ହେଲେ କ'ଣ ବନ୍ୟା ଆସୁଛି। ଆରେ ବନ୍ୟା ଯଦି ଆସୁଛି ବନ୍ୟାର ପ୍ରସ୍ତୁତି କ'ଣ ନା ଆମ ପାଖରେ ଚୁଡ଼ା ନାହିଁ, ଆମ ପାଖରେ ଗୋଖାଦ୍ୟ ନାହିଁ, ଆମ ପାଖରେ ତ କିଛି ନାହିଁ। ଆଉ ବନ୍ୟାର 5 ଦିନ ପରେ ଯୋଉମାନେ ଯାଇଥିଲେ ଜିଲ୍ଲାପାଳଙ୍କୁ ପଚାରିଲି ଯେ କ'ଣ ବନ୍ୟା 5 ଦିନ ହେଲା ବନ୍ଧ ଭାଙ୍ଗିଲାଣି, ବନ୍ୟାର ଲୋକ ବୁଡ଼ିଲେଣି, ଗୋଖାଦ୍ୟ କାହିଁ, ଚୁଡ଼ା କାହିଁ? ନା ଆଜ୍ଞା ମଗେଇଛୁ, ଏସ୍ଆର୍ସିଙ୍କ ସହିତ ଆମେ ଆଲୋଚନା କରୁଛୁ। ତାଙ୍କର ଯଦି ଏସ୍ଆର୍ସିଙ୍କ ସହିତ ରାଜ୍ୟ ସ୍ତରରେ କୋର୍ଡିନେସନ ରହୁନାହିଁ, କୌଣସି ବିଭାଗ ସହିତ କୌଣସି ବିଭାଗର କୋର୍ଡିନେସନ ରହୁନାହିଁ, ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ଆନ୍ତରିକତା ନାହିଁ। ଯଦି ଆନ୍ତରିକତା ଥାନ୍ତା ଏ ତ 4 ଦିନ ଆଗରୁ ଜାଣିଲେଣି ବନ୍ୟା ଆସୁଛି। ପ୍ରତ୍ୟେକ ଆମ ସରକାରଙ୍କ ସମୟରେ ପ୍ରତ୍ୟେକ ପଞ୍ଚାୟତ ଅଫିସରେ ସମସ୍ତ ଜିନିଷ ଷ୍ଟକ୍ ରଖାଯାଏ, କିନ୍ତୁ ଏଠି ପଞ୍ଚାୟତ ଅଫିସ କ'ଣ ବ୍ଲକ ଅଫିସରେ ବି କୌଣସି ଜିନିଷ ଷ୍ଟକ୍ ରଖାଯାଏ ନାହିଁ ଏବଂ ଗୋରୁ ଗାଈ ସାଧାରଣ ଲୋକଙ୍କ ପାଇଁ ଯାହା ଯାହା ଦରକାର ସେ ଜିନିଷ ରଖାଯାଇ ନଥିଲା। ଆମେ ପାଟିଗୋଳ କଲାବେଳେ କିଛି କିଛି ଦିଆହେଇଛି, ଆହୁରି ବହୁତ ଲୋକ ବଞ୍ଚିତ ଅଛନ୍ତି ସରକାରୀ ସୁବିଧା ପାଇବା। ଆମେ ରାଜନୀତି କରୁଛୁ ନା ସିଏ ରାଜନୀତି କରୁଛନ୍ତି? ସିଏ କେବଳ ତାଙ୍କର ମିଛ ପ୍ରଚାର ପାଇଁ ଇଏ କରୁଛନ୍ତି। 4 ଦିନ ପୂର୍ବରୁ କ'ଣ ପ୍ରସ୍ତୁତି କରିଥିଲେ? ସେ ତ କିଛି କରିନଥିଲେ। ଆମେ ସତ କଥା କହିଲା ବେଳକୁ ତାଙ୍କୁ ବହୁତ ବାଧୁଛି। ଆମ କଥା ଗୁଡାକ ତାଙ୍କୁ ବାଧୁଛି ବୋଲିକି ସେ ବହୁତ ରିଆକ୍ଟ କରୁଛନ୍ତି ଯେ ଆମେ ଯାହା କରିବା କଥା କରିବୁ ଏ କାହିଁକି କହୁଛନ୍ତି। ଆମେ କିନ୍ତୁ ଲୋକଙ୍କ ସ୍ୱରକୁ ନିଶ୍ଚିତ ଭାବରେ ସବୁ ଜାଗାରେ ପହଞ୍ଚେଇବୁ, ଆପଣମାନଙ୍କ ପାଖରେ ପହଞ୍ଚେଇବୁ ଏବଂ ସରକାରଙ୍କ ପାଖରେ ପହଞ୍ଚେଇବୁ, ସରକାରୀ କର୍ମଚାରୀଙ୍କ ପାଖରେ ପହଞ୍ଚେଇବୁ। ଲୋକଙ୍କ ଅଧିକାର କିଭଳି ଭାବରେ ଲୋକ ପାଇବେ ସେଥିପାଇଁ ଲଢ଼େଇ କରି ଆସିଛୁ। ବିଜୁ ଜନତା ଦଳ ନେତା ପ୍ରିୟ ନେତା ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କର ଯୋଉ ପ୍ରକାର ସୁବିଧା ସୁଯୋଗ ପାଇବା କଥା ସରକାରୀ ବ୍ୟବସ୍ଥା ଭିତରେ ତାକୁ ନିଶ୍ଚିତ ଭାବରେ ଆମେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବୁ।